ଯେତେବେଳେ ନିର୍ବାଚନର ଇସ୍ତାହାର ବିଜେପି ରଖିଥିଲା ସେତେବେଳେ ମହିଳାଙ୍କୁ ନେଇ ମହିଳା ସୁରକ୍ଷାକୁ ନେଇକି ମଧ୍ୟ ଇସ୍ତାହାରରେ ରଖିଥିଲା। କିନ୍ତୁ ଗତକାଲି ଯେହେତୁ ପଶ୍ଚିମବଙ୍ଗର ବଙ୍ଗଳା ନବବର୍ଷ ରହିଥିଲା ସେ ସମୟରେ ଯେଉଁ ରହିଛନ୍ତି ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ଏବଂ ସ୍ମୃତି ଇରାନୀ ଉପସ୍ଥିତ ଥିଲେ ଏବଂ ଯିଏ ରହିଛନ୍ତି ବିରୋଧୀ ଦଳର ନେତା ଯିଏ ରହିଥିଲେ ଶୁଭେନ୍ଦୁ ଅଧିକାରୀ ରହିଥିଲେ ଏକ ପ୍ରେସମିଟ୍ ଜରିଆରେ ଗୋଟେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଗୋଟେ ପ୍ରସ୍ତୁତ କରାଗଲା ଏବଂ ସେ ଇସ୍ତାହାରରେ ଯେଉଁଭଳି ଭାବେ ପୁରା ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ବିଜେପି ଏବଂ ଯେହେତୁ ଆଉ କିଛି ଦିନ ପରେ 23 ତାରିଖ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ରହିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 29 ତାରିଖ ନିର୍ବାଚନ ରହିଛି ତା ପୂର୍ବରୁ ବିଜେପିର ଏହି ମାଷ୍ଟର ଷ୍ଟ୍ରୋକ୍ କେଉଁଠି ନା କେଉଁଠି ଟିଏମ୍ସିଙ୍କୁ ଏକ ଚିନ୍ତାରେ ପକାଇଛି। ଯେତେବେଳେ ଲକ୍ଷ୍ମୀ ଭଣ୍ଡାର ଯୋଜନା ମାଧ୍ୟମରେ ଟିଏମ୍ସି ବା ମମତା ସରକାର 1200 ଟଙ୍କା ଦେଇଥିଲେ ଏବଂ ପରବର୍ତ୍ତୀ ଦେଉଥିଲେ କିନ୍ତୁ ଚଳିତ ନିର୍ବାଚନରେ ସେ 1200 ଟଙ୍କାଟି ବୃଦ୍ଧି କରି 2000 ଟଙ୍କାର ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବିଜେପି ତାର ମ୍ୟାନିଫେଷ୍ଟୋରେ ମାତୃଶକ୍ତି ଯୋଜନା ମାଧ୍ୟମରେ ମାତୃଶକ୍ତି ଭରସା ଯୋଜନା ମାଧ୍ୟମରେ ମାସକୁ ମହିଳାମାନଙ୍କୁ 3000 ଟଙ୍କା ଲେଖାଏଁ ଦେବା ନେଇ ପ୍ରତିଶ୍ରୁତି ଦେଇଛି। ଅନ୍ୟ ପ୍ରକାରେ ଆପଣ ଜାଣିଥାନ୍ତି ଯେ ପଶ୍ଚିମବଙ୍ଗରେ ବିଶେଷ କରି ମହିଳାମାନେ ଅସୁରକ୍ଷିତ ବହୁ ସମୟରେ ଅସୁରକ୍ଷିତ ସମଗ୍ର ଦେଶରେ ଯଦି ଦେଖାଯିବ ପଶ୍ଚିମବଙ୍ଗରେ ମହିଳା ଅସୁରକ୍ଷିତ ସଂଖ୍ୟା ଅଧିକ ରହିଛି ଏବଂ ତାକୁ ନେଇକି ମଧ୍ୟ ଦୁର୍ଗା ସ୍କ୍ୱାଡ୍ ମହିଳାଙ୍କ ସୁରକ୍ଷା ପୋଲିସମାନଙ୍କୁ ନେଇକି ମହିଳା ପୋଲିସମାନଙ୍କୁ ଗୋଟେ ସ୍ୱତନ୍ତ୍ର ସ୍କ୍ୱାଡ୍ କରାଯିବ। ସେ ସ୍କ୍ୱାଡ୍ର ନାଁ ରହିବ ଦୁର୍ଗା ସ୍କ୍ୱାଡ୍ ଏବଂ ସେ ସ୍କ୍ୱାଡ୍ ମହିଳାଙ୍କ ପ୍ରତି ସବୁ ଯେଉଁଠି ବି ଅତ୍ୟାଚାର ହେବ ସାଙ୍ଗେ ସାଙ୍ଗେ ହିଁ ପହଞ୍ଚିବ ଖବର ପାଇବା ମାତ୍ରେ ଏବଂ ଅନ୍ୟ ଏକ 75 ଲକ୍ଷ ଲକ୍ଷପତି ଦିଦି କରିବା ନେଇ ମଧ୍ୟ ମ୍ୟାନିଫେଷ୍ଟୋ ମହିଳାଙ୍କୁ ନେଇ ଗୋଟେ ମ୍ୟାନିଫେଷ୍ଟୋ ଯେଉଁ ହେଇଛି ସେ ମଧ୍ୟ ଘୋଷଣା କରିଛନ୍ତି ଗତକାଲି। ଏବଂ ଯଦି ଦେଖିବା ବିଶେଷ କରି ଗର୍ଭବତୀ ମହିଳା ଗରିବ ଶ୍ରେଣୀର ଆର୍ଥିକ ଅନଗ୍ରସର ଥିବା ମହିଳାମାନେ ଯେଉଁମାନେ ଗର୍ଭବତୀ ଥିବେ ତାଙ୍କୁ ମଧ୍ୟ ଗର୍ଭବତୀ ସମୟରେ ଚିକିତ୍ସା ପାଇଁ ଏବଂ ପୁଷ୍ଟିକର ଖାଦ୍ୟ ନିମନ୍ତେ ତାଙ୍କୁ 21,000 ଟଙ୍କା ଦେବା ନେଇ ମଧ୍ୟ ବିଜେପି ତାର ମ୍ୟାନିଫେଷ୍ଟୋରେ ଗତକାଲି ସ୍ୱତନ୍ତ୍ର ମ୍ୟାନିଫେଷ୍ଟୋରେ ଘୋଷଣା କରିଛି ମହିଳାଙ୍କୁ ନେଇକି ଏବଂ ବିଶେଷ କରି ବଡ଼ ଫ୍ୟାକ୍ଟର ଗ୍ରହଣ କରିବ ଏଥର ମହିଳାଙ୍କୁ ନେଇ ମହିଳା ଭୋଟ କଥା କୁହାଯାଉଛି ପଶ୍ଚିମବଙ୍ଗରେ ବର୍ତ୍ତମାନ ତାହେଲେ ଆମେ ନିଶ୍ଚିତ ଭାବରେ ଗୋପବନ୍ଧୁ କହିପାରିବା ଯେ ମହିଳାଙ୍କ ଭୋଟ ଅଧିକ ଗୁରୁତ୍ୱ ଦେବ। ଯେତେବେଳେ ନିର୍ବାଚନର ଇସ୍ତାହାର ବିଜେପି ରଖିଥିଲା ସେତେବେଳେ ମହିଳାଙ୍କୁ ନେଇ ମହିଳା ସୁରକ୍ଷାକୁ ନେଇକି ମଧ୍ୟ ଇସ୍ତାହାରରେ ରଖିଥିଲା। କିନ୍ତୁ ଗତକାଲି ଯେହେତୁ ପଶ୍ଚିମବଙ୍ଗର ବଙ୍ଗଳା ନବବର୍ଷ ରହିଥିଲା ସେ ସମୟରେ ଯେଉଁ ରହିଛନ୍ତି ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ଏବଂ ସ୍ମୃତି ଇରାନୀ ଉପସ୍ଥିତ ଥିଲେ ଏବଂ ଯିଏ ରହିଛନ୍ତି ବିରୋଧୀ ଦଳର ନେତା ଯିଏ ରହିଥିଲେ ଶୁଭେନ୍ଦୁ ଅଧିକାରୀ ରହିଥିଲେ ଏକ ପ୍ରେସମିଟ୍ ଜରିଆରେ ଗୋଟେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଗୋଟେ ପ୍ରସ୍ତୁତ କରାଗଲା ଏବଂ ସେ ଇସ୍ତାହାରରେ ଯେଉଁଭଳି ଭାବେ ପୁରା ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ବିଜେପି ଏବଂ ଯେହେତୁ ଆଉ କିଛି ଦିନ ପରେ 23 ତାରିଖ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ରହିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 29 ତାରିଖ ନିର୍ବାଚନ ରହିଛି ତା ପୂର୍ବରୁ ବିଜେପିର ଏହି ମାଷ୍ଟର ଷ୍ଟ୍ରୋକ୍ କେଉଁଠି ନା କେଉଁଠି ଟିଏମ୍ସିଙ୍କୁ ଏକ ଚିନ୍ତାରେ ପକାଇଛି। ଯେତେବେଳେ ଲକ୍ଷ୍ମୀ ଭଣ୍ଡାର ଯୋଜନା ମାଧ୍ୟମରେ ଟିଏମ୍ସି ବା ମମତା ସରକାର 1200 ଟଙ୍କା ଦେଇଥିଲେ ଏବଂ ପରବର୍ତ୍ତୀ ଦେଉଥିଲେ କିନ୍ତୁ ଚଳିତ ନିର୍ବାଚନରେ ସେ 1200 ଟଙ୍କାଟି ବୃଦ୍ଧି କରି 2000 ଟଙ୍କାର ସେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବିଜେପି ତାର ମ୍ୟାନିଫେଷ୍ଟୋରେ ମାତୃଶକ୍ତି ଯୋଜନା ମାଧ୍ୟମରେ ମାତୃଶକ୍ତି ଭରସା ଯୋଜନା ମାଧ୍ୟମରେ ମାସକୁ ମହିଳାମାନଙ୍କୁ 3000 ଟଙ୍କା ଲେଖାଏଁ ଦେବା ନେଇ ପ୍ରତିଶ୍ରୁତି ଦେଇଛି। ଅନ୍ୟ ପ୍ରକାରେ ଆପଣ ଜାଣିଥାନ୍ତି ଯେ ପଶ୍ଚିମବଙ୍ଗରେ ବିଶେଷ କରି ମହିଳାମାନେ ଅସୁରକ୍ଷିତ ବହୁ ସମୟରେ ଅସୁରକ୍ଷିତ ସମଗ୍ର ଦେଶରେ ଯଦି ଦେଖାଯିବ ପଶ୍ଚିମବଙ୍ଗରେ ମହିଳା ଅସୁରକ୍ଷିତ ସଂଖ୍ୟା ଅଧିକ ରହିଛି ଏବଂ ତାକୁ ନେଇକି ମଧ୍ୟ ଦୁର୍ଗା ସ୍କ୍ୱାଡ୍ ମହିଳାଙ୍କ ସୁରକ୍ଷା ପୋଲିସମାନଙ୍କୁ ନେଇକି ମହିଳା ପୋଲିସମାନଙ୍କୁ ଗୋଟେ ସ୍ୱତନ୍ତ୍ର ସ୍କ୍ୱାଡ୍ କରାଯିବ। ସେ ସ୍କ୍ୱାଡ୍ର ନାଁ ରହିବ ଦୁର୍ଗା ସ୍କ୍ୱାଡ୍ ଏବଂ ସେ ସ୍କ୍ୱାଡ୍ ମହିଳାଙ୍କ ପ୍ରତି ସବୁ ଯେଉଁଠି ବି ଅତ୍ୟାଚାର ହେବ ସାଙ୍ଗେ ସାଙ୍ଗେ ହିଁ ପହଞ୍ଚିବ ଖବର ପାଇବା ମାତ୍ରେ ଏବଂ ଅନ୍ୟ ଏକ 75 ଲକ୍ଷ ଲକ୍ଷପତି ଦିଦି କରିବା ନେଇ ମଧ୍ୟ ମ୍ୟାନିଫେଷ୍ଟୋ ମହିଳାଙ୍କୁ ନେଇ ଗୋଟେ ମ୍ୟାନିଫେଷ୍ଟୋ ଯେଉଁ ହେଇଛି ସେ ମଧ୍ୟ ଘୋଷଣା କରିଛନ୍ତି ଗତକାଲି। ଏବଂ ଯଦି ଦେଖିବା ବିଶେଷ କରି ଗର୍ଭବତୀ ମହିଳା ଗରିବ ଶ୍ରେଣୀର ଆର୍ଥିକ ଅନଗ୍ରସର ଥିବା ମହିଳାମାନେ ଯେଉଁମାନେ ଗର୍ଭବତୀ ଥିବେ ତାଙ୍କୁ ମଧ୍ୟ ଗର୍ଭବତୀ ସମୟରେ ଚିକିତ୍ସା ପାଇଁ ଏବଂ ପୁଷ୍ଟିକର ଖାଦ୍ୟ ନିମନ୍ତେ ତାଙ୍କୁ 21,000 ଟଙ୍କା ଦେବା ନେଇ ମଧ୍ୟ ବିଜେପି ତାର ମ୍ୟାନିଫେଷ୍ଟୋରେ ଗତକାଲି ସ୍ୱତନ୍ତ୍ର ମ୍ୟାନିଫେଷ୍ଟୋରେ ଘୋଷଣା କରିଛି ମହିଳାଙ୍କୁ ନେଇକି ଏବଂ ବିଶେଷ କରି ବଡ଼ ଫ୍ୟାକ୍ଟର ଗ୍ରହଣ କରିବ ଏଥର ମହିଳାଙ୍କୁ ନେଇ ମହିଳା ଭୋଟ କଥା କୁହାଯାଉଛି। ପଶ୍ଚିମବଙ୍ଗରେ ବର୍ତ୍ତମାନ ତାହେଲେ ଆମେ ନିଶ୍ଚିତ ଭାବରେ ଗୋପବନ୍ଧୁ କହିପାରିବା ଯେ ମହିଳାଙ୍କ ଭୋଟ ଅଧିକ ଗୁରୁତ୍ୱ ଦେବ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।